ମାଇକ୍ରୋସଫ୍ଟର ସର୍ଭର ଡାଉନ୍। ଆଜି ସାରା ବିଶ୍ୱରେ ମାଇକ୍ରୋସଫ୍ଟର ସର୍ଭର ଡାଉନ୍ ହୋଇଥିବା ଖବର ସାମ୍ନାକୁ ଆସିଛି। ଭାରତ ସମେତ ଅଷ୍ଟ୍ରେଲିଆ, ଜର୍ମାନୀ, ଆମେରିକା ଏବଂ ୟୁକେରେ ମାଇକ୍ରୋସଫ୍ଟର ସେବା ଠପ୍ ଯୋଗୁଁ ବ୍ୟାଙ୍କିଂ ଏବଂ ବିମାନ ସେବା ଆଦି ବ୍ୟାପକ ଭାବରେ ପ୍ରଭାବିତ ହୋଇଛି। କେବଳ ଏତିକି ନୁହଁ, କମ୍ପ୍ୟୁଟର ଏବଂ ଲ୍ୟାପଟପ୍ରେ ମାଇକ୍ରୋସଫ୍ଟର ସେବା ମଧ୍ୟ ଅନୁରୂପ ଭାବରେ ଡାଉନ୍ ଅଛି। ଆନ୍ତର୍ଜାତୀୟ ସ୍ତରରେ ବିଭିନ୍ନ କ୍ଷେତ୍ରରେ ଯଥା ବ୍ୟାଙ୍କିଂ, ଟେଲିକମ୍, ମିଡ଼ିଆ ଆଉଟଲେଟ୍, ମେଡ଼ିକାଲ, ରେଲୱେ ଏବଂ ଷ୍ଟକ୍ ଏକ୍ସଚେଞ୍ଜ ଆଦିରେ ବହୁତ ଭାବରେ ପ୍ରଭାବ ପଡ଼ିଛି। ବ୍ୟୁରୋ ରିପୋର୍ଟ, ମୋ ଓଡ଼ିଶା ନ୍ୟୁଜ୍।